କ'ଣ ଆପଣ ବି ଜାଣିବା ପାଇଁ ଚାହୁଁଛନ୍ତି କି ମୋର ଗୋଲାପ ଗଛର ଅଟକିଥିବା ଗ୍ରୋଥକୁ କିପରି ଫାଷ୍ଟ କରୁଛି? ତାହେଲେ ଚାଲନ୍ତୁ ଜାଣିବା। ତ ଗଛର ଗ୍ରୋଥ ବଢ଼ାଇବାକୁ ଚାହୁଁଥିଲେ ତ ୟୁଜ୍ କରନ୍ତୁ ଏଇ ପ୍ରମୋଟର, ଯେଉଁଥିରେ ଅଛି ହ୍ୟୁମିକ୍ ଏସିଡ୍ ଭାଗ, ଏମିନୋ ଏସିଡ୍ ଭାଗ ଆଉ ତା ସାଥିରେ ଫଲଭିକ୍ ଏସିଡ୍। ତ ଏସବୁ ମିଶିକି ଗୋଟେ ହେଉଛି ଆମର ଲିକ୍ୱିଡ୍ ଫର୍ମରେ ତିଆରି ହେଇଥିବା ଏ ବୁଷ୍ଟର ବା ପ୍ରମୋଟର ପାଣି। ତ ଏକୁ ବ୍ୟବହାର କରିବା ଦ୍ୱାରା ଗଛର ଗ୍ରୋଥ 2 ଗୁଣ ବଢ଼ିଥାଏ। ଖାଲି ଏ ଗଛର ଗ୍ରୋଥ ବଢ଼ାଇ ନଥାଏ, ଆମ ଗଛର ନ୍ୟୁଟ୍ରିସନ୍ ବାଲାନ୍ସକୁ ବି ମଧ୍ୟ ବହୁତ ହି ବଢ଼ିଆ ଠିକ୍ ରଖିଥାଏ। ଯଦି ଆପଣ ବି ଅର୍ଗାନିକ୍ ବଗିଚା କରିଛନ୍ତି କିମ୍ବା ଏମିତି ସୁନ୍ଦର ସୁନ୍ଦର ଗୋଲାପ ଗଛ ଲଗେଇଛନ୍ତି ଆଉ ସେଥିରେ ଗ୍ରୋଥ ଆସୁନି, ତ ଏକୁ ବ୍ୟବହାର ନିଶ୍ଚିତ ଭାବରେ କରନ୍ତୁ। ଗଛରେ ରୁକିଥିବା ଗ୍ରୋଥକୁ ଫାଷ୍ଟ କରନ୍ତୁ। ତା ସହିତ ଫୁଲ ଫୁଟିବାରେ ଇଏ ବହୁତ ଜଲ୍ଦି ସାହାଯ୍ୟ କରେ। ଯଦି କିଛି ଫଳ ଗଛ ଲଗେଇଛନ୍ତି ସେଥିରେ ବି ମଧ୍ୟ ଦିଅନ୍ତୁ। 5 ml ଲିକ୍ୱିଡକୁ ଆପଣ 1 ଲିଟର ନର୍ମାଲ ପାଣିରେ ମିଶାନ୍ତୁ, ଗଛର ଡ୍ରିଙ୍କିଂ ନଚେତ୍ ସ୍ପ୍ରିଙ୍କଲ ଭାବରେ ଦେଇଦିଅନ୍ତୁ। ଗୋଟିଏ ସପ୍ତାହ ଭିତରେ ଗଛର ବଦଳିବ ରଙ୍ଗ ରୂପ ଆଉ ଗଛରେ ଆସିବ ଗ୍ରୋଥ, ଯାହାକୁ ଦେଖିଲେ ଆପଣଙ୍କ ମନ ବି ହେଇଯିବ ବହୁତ ଖୁସି। କାହିଁକିନା ମୋ ଗୋଲାପରେ ମୁଁ ଏମିତି କରିକି ହିଁ ଫୁଲ ପାଉଛି ଆଉ ଗଛର ଏବେ ଫୁଲ ଆସିଲା ପରେ ବି ମଧ୍ୟ ସ୍ପ୍ରିଙ୍କଲ ଭାବରେ ଆଉ ତା ସାଥିରେ ମୂଳରେ ବି ମଧ୍ୟ କିଛି ଡ୍ରିଙ୍କିଂ ଭାବରେ ଦେଇଦେଉଛି, ଯାହାର ଗ୍ରୋଥ ଆହୁରି ବଢ଼ିବ ଆଉ ନୂଆ ଯେଉଁ ପ୍ରୋନ୍ କରିଛି ସେଥିରେ ବି ମଧ୍ୟ ନୂଆ ଗ୍ରୋଥ ଆସିଯିବ, ଯାହାକୁ ଆମେ କୁହନ୍ତି ବେବି ବ୍ରାଞ୍ଚର ରିଗ୍ରୋଥ ଆସିବା। ତ ଏସବୁ ଅଧିକା ସ୍ପିଡରେ ବାହାରିଥାଏ ଯଦି ଆମେ ଏଇଭଳିଆ ପ୍ରମୋଟର ପାଣିକୁ ଦେଇଦିଅନ୍ତି। ବହୁ ଜଣଙ୍କର ପ୍ରାୟ ଏଇ ପ୍ରମୋଟର ବହୁତ ପସନ୍ଦ ଆସିଯାଇଛି, ଯାହାକୁ ଆମେ କୁହନ୍ତି ଗୋଟେ ଅର୍ଗାନିକ୍ର ଫର୍ଟିଲାଇଜର। ଗଛର କଡ଼ ଆସିବା, କଡ଼ର ଧରଣ ବଢ଼େଇବା, କଡ଼ର ସାଇଜ୍କୁ ବଡ଼ ଆଣିବା, ଏସବୁରେ ବହୁତ ସ୍ପିଡରେ କାମ କରେ, ବହୁତ ଜଲ୍ଦି କାମ କରେ ଆଉ ତା ସାଥିରେ ଗଛର ଗ୍ରୋଥକୁ 2 ଗୁଣ ବଢ଼ାଇଥାଏ। କେବଳ ଗୋଲାପ ଗଛ ନୁହଁ ଆଜ୍ଞା, ସବୁ ଗଛରେ ଆପଣ ବି ମଧ୍ୟ ଦେଇପାରିବେ। ତ ସେଥିପାଇଁ ଆପଣଙ୍କୁ ମୋର ଫର୍ଟିଲାଇଜର ବିଷୟରେ କହିବା ସମୟରେ ମୁଁ କିଛି ମୋର ଗୋଲାପ ଉପରେ ବି ମଧ୍ୟ କଲେକ୍ସନ୍ ଆପଣଙ୍କୁ ଦେଖାଇ ସାରିଛି, ଯାହା ମୋ ପାଖରେ ଅଛି ଭେରାଇଟିର। କିଛି ଚାଇନା ଗୋଲାପ ଅଛି, କିଛି ବିଦେଶୀ ଗୋଲାପ ଅଛି, କିଛି ବାସ୍ନା ଗୋଲାପ ଅଛି ଆଉ କିଛି ଦେଶୀ ଗୋଲାପ ମଧ୍ୟ ଅଛି। ଦେଶୀ ଲୋକ ଯେହେତୁ ଦେଶୀ ଗୋଲାପ ନ ରହିଲେ କ'ଣ ଭଲ ଲାଗିବ, ସେଥିପାଇଁ ଦେଶୀ ଗୋଲାପ ବି କିଛି ରଖିଛି। ତ ସବୁ ଗଛରେ ମୁଁ ଏମିତି ହିଁ ଫର୍ଟିଲାଇଜର ଦେଇଦେଉଛି। ଆଉ କିଛି ଚାଇନା ଗୋଲାପ ମୂଳରେ କିଛି ଡାଳ ପୋତିଥିଲି, ସେଗୁଡ଼ା ବି ମଧ୍ୟ ଫୁଲ ଫୁଟିଗଲାଣି ମୋର ଗୋଲାପ ଗଛର, ଯେଉଁଟାକି ହାଇବ୍ରିଡ୍ ଗୋଲାପ। ଆଉ କିଛିଟା ବାସ୍ନା ଗୋଲାପ ଅଛି, ଆଗକୁ ଭିଡ଼ିଓ ଆଣିବି। ମୋତେ ତ ସବୁ ଗୋଲାପ ଭଲ ଲାଗେ, କିନ୍ତୁ ସବୁଠୁ ଅଧିକ ଚାଇନା ଗୋଲାପ ଭଲ ଲାଗେ, କାରଣ ଏହାର ଫୁଲର ଧରଣ ଟିକେ କାଫି ଅଧିକା ଆସେ ଅନ୍ୟ ବାକି ଫୁଲର ଅପେକ୍ଷା। ତ ଆପଣମାନଙ୍କୁ ଭଲ ଲାଗୁଛି କି ନାହିଁ ନିଶ୍ଚିତ ଭାବରେ ଜଣାଇବେ। ଭଲ ଲାଗିଥିଲେ ଲାଇକ୍ କରିଦେବେ।